ମଣିଷର ଅଜାଣତରେ ତା ନିକଟକୁ ଅନେକ ବିପଦ ମାଡ଼ି ଆସିଥାଏ। ରାସ୍ତାରେ ଯାଉଥିବା ସମୟରେ ଟିକିଏ ବି ଅବହେଳତା ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲା ପରେ ଆପଣ ବି ଏଣିକି ରାସ୍ତାରେ ଗଲାବେଳେ ହାତେ ମାପି ଚାଖଣ୍ଡେ ଚାଲିବେ। ଦର୍ଶକ ବନ୍ଧୁ, ଏହି ଭାଇରାଲ ଭିଡ଼ିଓ କ୍ଲିପ୍ ଉପରେ ନଜର ପକାନ୍ତୁ। ଆପଣ ଦେଖୁଥିବା ଏହି ଦୃଶ୍ୟଟି ହେଉଛି ଉତ୍ତରପ୍ରଦେଶ ସ୍ଥିତ ସମ୍ଭାଲ ପୋଲିସ ଷ୍ଟେସନର। ଏଠାରେ ଆପଣ ଦେଖିପାରୁଥିବେ ଗୋଟିଏ ମଇଁଷି ସେହି ପୋଲିସ ଷ୍ଟେସନ ପାଖରେ ଥିବା ଏକ ଗଛ ମୂଳରେ ଶାନ୍ତ ଭାବରେ ଛିଡ଼ା ହୋଇଛି। କିଛି ସେକେଣ୍ଡ ପରେ ଜଣେ ପୋଲିସ କର୍ମୀ ନିଜ ବାଇକ୍ରେ ପୋଲିସ ଷ୍ଟେସନ ଆଡ଼କୁ ଯାଉଛନ୍ତି। ହଠାତ୍ ସେହି ସମୟରେ ଶାନ୍ତ ହୋଇ ଛିଡ଼ା ହୋଇଥିବା ସେହି ମଇଁଷିଟି ଦୌଡ଼ି ଆସି ସେହି ପୋଲିସ ଜଣଙ୍କୁ ନିଜ ଶିଙ୍ଗ ସାହାଯ୍ୟରେ ଠେଲି ବାଇକ୍ରୁ ତଳେ ପକାଇ ଦେଉଛି। ଖାଲି ସେତିକି ନୁହେଁ, ସେହି ମଇଁଷିଟି ଏତେ ଉତ୍ତେଜିତ ହୋଇଯାଉଛି ଯେ ସେହି ବ୍ୟକ୍ତିଙ୍କୁ ସେ ନିଜ ଶିଙ୍ଗ ସାହାଯ୍ୟରେ ରାସ୍ତାର ଖଣ୍ଡେ ଦୂରକୁ ଘୋଷାଡ଼ିକି ନେଇଯାଉଛି। ଆପଣ ଦେଖିପାରୁଥିବେ ସେହି ସମୟରେ ଅନ୍ୟ ଏକ ପୋଲିସ କର୍ମୀ ଆସି ମଇଁଷିଟିକୁ ଘଉଡ଼ାଇ ଦେଉଛନ୍ତି। ତେବେ ସେହି ଦୁର୍ଘଟଣାରେ ପୋଲିସ କର୍ମୀଙ୍କର କୌଣସି ପ୍ରକାର କ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି। गाड़ी में खड़ी कर दी और टक्कर मार दी उन्होंने, एकदम काला के गाड़ी खड़ी कर दी। चोट वगैरह लगी थी आपको? कैसे? नहीं अब ठीक हूँ, कोई दिक्कत नहीं, अब ठीक हूँ। वैसे सिंग पे उसने उठा लिया था आपको और हाँ। आपको वीडियो में देखा गया कि आपको उठाकर नीचे गिरा दिया था। कोई दिक्कत नहीं, ठीक हूँ, कोई दिक्कत नहीं, कोई समस्या नहीं है, ठीक हूँ। दर्शक बंधु, ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ସତର୍କ କରାଇବାକୁ ଚାହୁଁଛୁ କାଲିକୁ ଆପଣଙ୍କ ସାଙ୍ଗରେ ମଧ୍ୟ ଏହିଭଳି କିଛି ଦୁର୍ଘଟଣା ଯେ ନ ଘଟିବ ତାହା କେହି କହିପାରିବେ ନାହିଁ। ତେଣୁ ରାସ୍ତାରେ ସର୍ବଦା ସଚେତନତା ଅବଲମ୍ବନ କରି ଆପଣ ଓ ଆପଣଙ୍କ ଆଖପାଖ ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରନ୍ତୁ।